ଶ୍ରଦ୍ଧେୟ ଛାତ୍ର ସର୍ବଂସା ମାଟିର କିଛି ଅଂଶ ଆଜି ପଢ଼ିବା। ତମମାନେ ଆ ଭିତରେ କେତେ ଗପ ଶୁଣିଲଣି ଆଉ ସରକାରଙ୍କର ବିଜ୍ଞାପନ ଶୁଣିଲଣି ପରୀକ୍ଷା କେମିତି ହେବ। ତେଣୁ ଯତ୍ନର ସହ ପଢ଼ାପଢ଼ି କର। ପଢ଼ାପଢ଼ି କଲେ ତୁମର ମଙ୍ଗଳ ଓ ଦେଶ ଜାତିର ମଙ୍ଗଳ। ଆମେ ସର୍ବଂସା ମାଟିର ପରବର୍ତ୍ତୀ ପଦ ପଢ଼ିବା ଯେ ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ ତୋ ବଣ ପକ୍ଷୀର ଡାକ ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ ସରବ ସହଣୀ ମାଟି ସବୁରି ଉପରେ ସ୍ନେହ ତୋର ସମାନେ ଦେଇଛୁ ଆଣ୍ଟି। ହଁ ପିଲେ, ଏଥିରେ ବି ଅନୁପ୍ରାସ ଅଳଙ୍କାର ଅଛି। ବୁକୁ, ଡାକ, ଡାକିଲେ, ଛାଡ଼ିବାକୁ, କାଖ, ଏଥିରେ କ ଅଛି ନା କ ବର୍ଣ୍ଣର ବାରମ୍ବାର ଆବୃତ୍ତି ହୋଇଛି। ଏହା ବଙ୍ଗଳା ଛନ୍ଦରେ ଲେଖା ହେଇଛି। ବଙ୍ଗଳା ଶ୍ରୀର ପାଦ ଯୋଡ଼ିଏ ପ୍ରତି ପାଦେ ବର୍ଣ୍ଣ ଅଛି 20। ଏସବୁ କଥା ତୁମକୁ ଆଗରୁ କୁହାହେଇଥିଲା ଯେ ଅନୁପ୍ରାସ ଅଳଙ୍କାର କ'ଣ? କୌଣସି ବ୍ୟଞ୍ଜନ ବର୍ଣ୍ଣର ସେ ଗୋଟେ ହେଉ କି ଦୁଇଟା ହେଉ କି ଅଧିକା ହେଉ, ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ହେଲେ ପଦରେ ସେଠି ଅନୁପ୍ରାସ ଅଳଙ୍କାର ହୁଏ। ଏଠି ଯେମିତି ଅଛି କ'ଣ ଅଛି ନା ବୁକୁ କ ଅଛି, ଡାକ ଡାକିଲେ, ଛାଡ଼ିବାକୁ କାଖ କ ଅଛି କି ନାହିଁ? ତେଣୁ କ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆବୃତ୍ତି ହେଇଥିବାରୁ ଏଠି ଅନୁପ୍ରାସ ଅଳଙ୍କାର ହେଇଛି। ବୁଝା ପଡ଼ିଲା? ଆମେ ଜାଣିଛେ ନାରୀ କବି ବିଦ୍ୟୁତର ପ୍ରଭା ପରି ସ୍ୱକୀୟ ସରଳ ଭାଷାରେ ଓଡ଼ିଆ ସାହିତ୍ୟ ପାଇଁ ବହୁ କବିତା ରଚନା କରି ଜନ୍ମ ଗ୍ରାମ ନାଟରାରେ ଯଶ କେତନ ଉଡ଼ାଇଛନ୍ତି। 1926ରେ ଜନ୍ମ ନେଇଥିବା ଏହି କବି ସଞ୍ଚୟନ ପୁସ୍ତକ ପାଇଁ ପୁରସ୍କୃତ ହୋଇଥିଲେ। ପଠିତ କବିତା ସର୍ବଂସା ମାଟି କବିକୃତ ମାଟି ପାଣି ପବନ ପୁସ୍ତକରୁ ସଂଗୃହୀତ। ପ୍ରୋକ୍ତ କବିତାରେ ଆମେ ଆଲୋଚନା କରିବା ଜନନୀର ମୋହନୀୟ ଗୁଣାବଳୀ, ଯାହାକି କବି ଏଇ ମାଟି ମାଆକୁ ସମ୍ବୋଧନ କରି କହିଛନ୍ତି ଯେ କ'ଣ ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ ତୋ ବଣ ପକ୍ଷୀର ଡାକ। ଯେତେବେଳେ ମୁଁ ତୋ ବଣକୁ ବୁଲିଯାଏ, ସେଠି ଗଛର କେଉଁ ଡାଳରେ କେଉଁ ଶାଖାରେ ପକ୍ଷୀ ବସି କୂଜନ କରେ, ତାହା ଖାଲି ମୋ କାନ ଶୁଣେ। ସେ ପକ୍ଷୀକୁ ଦେଖିବା ପାଇଁ ଆଖି ବ୍ୟାକୁଳ ହୁଏ, ଚିତ୍ତ ବିଚଳିତ ହୁଏ, ମନ ଚଞ୍ଚଳ ହୁଏ। ତେଣୁ ମୁଁ ସେ ପକ୍ଷୀକୁ ଦେଖିବା ପାଇଁ କ'ଣ କରେ? ଆଖିକି ଏଣେ ତେଣେ ବୁଲାଏ, କିନ୍ତୁ ଆଖି ପାଏନି ତାକୁ। ଆଖି ଭୁଲିଯାଏ, କେଉଁଠୁ ଶବ୍ଦ ଆସୁଛି ତାକୁ ପାଇପାରେ ନା, ଆଖି ଭୁଲିଯାଏ। ଆଉ ବୁକୁ ମାନେ ଚିତ୍ତ, ହୃଦୟ, ମନ। ବୁକୁ ବୋଇଲେ ଚିତ୍ତ, ହୃଦୟ, ମନ। ସେ ଫୁଲିଯାଏ ମାନେ ଆନନ୍ଦିତ ହୁଏ। ପକ୍ଷୀ ଡାକ ଶୁଣି ମନ ଆନନ୍ଦିତ ହୁଏ। ଆଖି ତାକୁ ଖୋଜେ କିନ୍ତୁ ଆଖି ପାଏ ନା, ଭୁଲିଯାଏ। ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ। କିଏ? ଏ ଦୁଇଟା କ୍ରିୟା କିଏ କରେ? ତୋ ବଣ ପକ୍ଷୀର ଡାକ। ଏଠି କର୍ତ୍ତା ହେଲା କିଏ? ଡାକ। କାହା ଡାକ? ବଣ ପକ୍ଷୀର ଡାକ। ସେ ଦୁଇଟା କ୍ରିୟା ସାଧନ କରେ। କ'ଣ? ବୁକୁକୁ ଫୁଲାଏ, ମନକୁ ଭୁଲାଏ। ବୁଝା ପଡ଼ିଲା? ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ। ତୁ ଏତେ ସ୍ନେହ ମମତା ଦେଇଛୁ, ମୋ ମା ଭଳି ତୁ ମୋତେ ଶକ୍ତି ଦେଇଛୁ, ତୃପ୍ତି ଦେଇଛୁ, ସୁଖ ଦେଇଛୁ। ମୋ ଦୁଃଖ ହରଣ କରିବା ପାଇଁ
ମୋ ମୁହଁରେ ମୋ ଓଠରେ ହସ ଫୁଟାଇବା ପାଇଁ ନଈ ସମୁଦ୍ରରେ ହସ କଥା ଭରି ଦେଇଛୁ। ବଣ ମୂଲକରେ କେତେ କମନୀୟ ପକ୍ଷୀଙ୍କୁ ସାଇତି ରଖିଛୁ। ତେଣୁ ଏତେ ପ୍ରକାର ସୁଖ ଥିବା, ଶାନ୍ତି ଥିବା, ଆନନ୍ଦ ମିଳୁଥିବା ତୋ କୋଳରୁ ମୁଁ କୁଆଡ଼େ ଯିବାକୁ ଚାହେଁନି। ଯଦି ସରଗ ଡାକେ ବାୟାଣୀ ବିଦ୍ୟୁତ୍ ପ୍ରଭା ଆ ଏଇଠି ବି ମୁଁ ତତେ ସେ ସୁଖ ଦେବି। ମୋର କିନ୍ତୁ ଭରସା ଆସିବନି। ମୋ ମାଟି ମା ଭଳି କେହି ନୁହଁ, ସେ ତ ମା ଭଳିଆ। ତେଣୁ ମା କାଖ ଛାଡ଼ିବାକୁ ଯଦି ପିଲା ଚାହେଁନି, ମା କାଖରେ ରହିବାକୁ ପିଲା ସବୁବେଳେ ଚାହୁଁଥାଏ। ମା କାଖର ଯେଉଁ ଉଷୁମ, ଯେଉଁ ଆନନ୍ଦ, ତାହା ଅନ୍ୟ କେଉଁଠି ମିଳେନି। ସେଇଥିପାଇଁକି ମା କୋଳରୁ ପୁଅ ବା ସନ୍ତାନ ଓହ୍ଲାଏନି। ହେ ମାଟି ମା, ମୁଁ ସେଇଭଳି ତୋ ବକ୍ଷରେ ସବୁବେଳେ ଏମିତି ଥିବି ବୋଲି ଆଶା କରିଛି। ସରଗ ଡାକିଲେ ବି ମୁଁ ଯିବିନି, କାରଣ ତୁ ସରବ ସହଣୀ ମାଟି। ବୁଝା ପଇଲା? ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ ତୋ ବଣଡା ପକ୍ଷୀର ଡାକ। ବୁକୁ ମୋ ଫୁଲାଏ ଆଖି ମୋ ଭୁଲାଏ ତୋ ବଣ ପକ୍ଷୀର ଡାକ। ସରଗ ଡାକିଲେ ମନ ବଳେ ନାହିଁ, ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ। ଏ ସରବ ସହଣୀ ମାଟି ସବୁରି ଉପରେ ସ୍ନେହ ତୋର ସମାନ ଦେଇଛୁ ବାଣ୍ଟି। ବ୍ୟାକରଣ ସରିଯାଇଥିଲା। ଆମେ ଦେଖିବା କ'ଣ ସବୁ ସର୍ଟ କୋଶ୍ଚିନ୍ ଅଛି। ବୁକୁ ଶବ୍ଦର ଅର୍ଥ କ'ଣ? ଛାତି। ମୋ ବୁକୁ ଫୁଲାଏ କିଏ? ବଣ ପକ୍ଷୀର ଡାକ। ମୋ ଆଖି ଭୁଲାଏ କିଏ? ବଣ ପକ୍ଷୀର ଡାକ। ବଣ ପକ୍ଷୀର ଡାକ କ'ଣ କ'ଣ କରିପାରେ? ମୋ ବୁକୁ ଫୁଲାଏ ଓ ମୋ ଆଖିକି ଭୁଲାଏ। କ'ଣ ଛାଡ଼ିବାକୁ ମୋର ମନ ବଳେ ନାହିଁ? ମାଟି ମା'ର କାଖ। ମାଟି ମା'ର କାଖ କାହା ଭଳିଆ? ମୋ ମା କୋଳ ଭଳିଆ। ଦେଖିବା ସମାସ କ'ଣ ଅଛି। ବଣ ପକ୍ଷୀ, ବଣର ପକ୍ଷୀ, ବଣର ର ଆସିଲା ଷଷ୍ଠୀ ତତ୍ପୁରୁଷ। ମନେ ହେଲା? ଆଉ ବିଶେଷ କିଛି ବ୍ୟାକରଣ ଏଥିରେ ନାହିଁ। ସରିଯାଇଛି, ଆଗରୁ କହିଦେଇଛି। ଏବେ ଦେଖିବା ପରବର୍ତ୍ତୀଟା। ଜନମ କାଳୁ ଯେ ଦେହେ ତୋ ଆଘାତ କେତେ ନ ଦେଇଛି ମୁହିଁ। ନିଜ ଛୁଆ ବୋଲି ସବୁ ଦୋଷ ଏକା କ୍ଷମି ଅଛୁ ଏକା ତୁହି। ଜନମ କାଳୁ ଯେ ଦେହେ ତୋ ଆଘାତ କେତେ ନ ଦେଇଛି ମୁହିଁ। ନିଜ ଛୁଆ ବୋଲି ସବୁ ଦୋଷ ସିନା କ୍ଷମି ଅଛୁ ଏକା ତୁହି। ଏ ସରବ ସହଣୀ ମାଟି ସବୁରି ଉପରେ ସ୍ନେହ ତୋର ସମାନ ଦେଇଛୁ ବାଣ୍ଟି। ହେଲା? କ'ଣ ଲେଖା ହେଇଛି ଅର୍ଥ ବୁଝିବା। ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ ତତେ ବହୁତ ଆଘାତ ଦେଇଛି। ହଁ ପିଲେ, ତମେ ଯେଉଁ କ୍ରିକେଟ ଖେଳୁଛ, ଷ୍ଟମ୍ପ ବାଡ଼ଉଛ ନା ନାହିଁ? ଯେମିତି ଗାଈ ବାନ୍ଧିବା ପାଇଁ ତା ମାଲିକ ଖୁଣ୍ଟ ବାଡ଼େଇ ଥାଏ, ଭାବେନି ମାଟି କଷ୍ଟ ହେଉଛି କି ନାହିଁ, ତମେ ବି ଷ୍ଟମ୍ପ ବାଡ଼େଇ ଚାଲ। ହେଲେ ସେ ଆପତ୍ତି କରେ? ଚାଷୀ ଲଙ୍ଗଳରେ ତା ବକ୍ଷକୁ ଚିରି ଦିଏ, ସେ ଆପତ୍ତି କରେ? ତମେ ତାପରେ କେତେ ନାଚ କୁଦ, କେତେ ହଗମୁତ କର, ସେ ଆପତ୍ତି କରେ? କବି ସବୁ ଦୋଷକୁ ନିଜ ଆଡ଼ୁ ନେଇଛନ୍ତି। ଏ ସଂସାରର ସମସ୍ତେ ଯାହା ଯାହା କରନ୍ତି ମାଟି ଉପରେ, କବି ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଲେ। କହିଲେ ସମସ୍ତଙ୍କ ଭଳି ମୁଁ ଗୋଟିଏ ମଣିଷ, ସମସ୍ତେ ଯାହା କରନ୍ତି ମୁଁ ବି ସେୟା କରିଛି। ଜନ୍ମ ଠାରୁ ଆ ପର୍ଯ୍ୟନ୍ତ, ଜନ୍ମ କାଳରୁ ଏ ପର୍ଯ୍ୟନ୍ତ ମୁଁ ତୋ ବୁକୁରେ, ତୋ ଉପରେ କେତେ ଆବର୍ଜନା ଜମା କରିଛି, କେତେ ନାଚକୁଦ କରିଛି। ତେଣୁ ଜନ୍ମ କାଳୁ ତୋ ଦେହେ ମୁଁ ଅନେକ ଆଘାତ ଦେଇଛି, କିନ୍ତୁ ତୁ ମୋତେ କେବେ ଫୋପାଡ଼ି ଦେଇନୁ, କେବେ ଚିଡ଼ିନୁ, ମୋତେ ଗାଳି ଦେଇନୁ, କଟୁ କଥା କହିନୁ, ମୁହଁ ଶୁକେଇନୁ, ମୁହଁ ଫୁଲେଇନୁ, ଠିକ୍ ମୋ ମା ପରି।
କାହିଁକି ନା ଏମିତି ଭୁଲ ମୁଁ କରିଛି। କେତେଥର ବୋଉ କାନିରେ ମୁତି ପକେଇଛି, ତା ଜଙ୍ଘରେ ହଗି ଦେଇଛି, ସେ କିନ୍ତୁ ମୋତେ କି ଫୋପାଡ଼ି ଦେଇନି। ମୋ ଦେହ ଖରାପ ହେଇଗଲା ବୋଲି କାନ୍ଦି ପକେଇଛି, ପୋଛି ଦେଇଛି, ଧୋଇ ଦେଇଛି, ପୁଣି କୋଳେଇ ନେଇଛି, କାରଣ ମୁଁ ତା ନିଜ ଛୁଆ। ତୁ ବି ସେମିତି ଭାବିଛୁ ମୁଁ ତୋର ନିଜ ଛୁଆ। ନିଜ ଛୁଆ ବୋଲି ସବୁ ଦୋଷ ସିନା କ୍ଷମି ଅଛୁ ଏକା ତୁହି। କ୍ଷମା ପୃଥିବୀର ଗୋଟିଏ ନା, ମାଟିର ଗୋଟିଏ ନା, କ୍ଷମା। କ୍ଷମା ଅର୍ଥ ପୃଥିବୀ, ଆମେ ତାକୁ କହୁଛେ କ୍ଷମା। କ୍ଷମା ଅର୍ଥ ପୃଥିବୀ, କ୍ଷମା ଅର୍ଥ ମା। ତାହେଲେ ଆମେ ଜାଣିଲେ କ୍ଷମାର ସୃଷ୍ଟି କହୁଥିଲୁ ନା କ୍ଷମାରୁ, କ୍ଷମା ଶବ୍ଦରୁ କ୍ଷମା ଆସିଛି। ତାହେଲେ ଆମେ ଜାଣିଲେ ଏବେ କ୍ଷମା ଶବ୍ଦର ଅର୍ଥ ହେଲା ଆମ ମା ଆଉ ପୃଥିବୀ। ବୁଝା ପଡ଼ିଲା? ତେଣୁ ଯିଏ କ୍ଷମା କରିବ ସେ କ'ଣ ସାଧାରଣ ଲୋକ ହେଇଥିବ? ସେ କ୍ଷମାଶୀଳ ହେଇଥିବ। ପ୍ରକୃତି ହିଁ ନୟମୁଚ୍ୟତେ। ତେଣୁ ତୋର ପ୍ରକୃତି ହେଲା ତୁ କ୍ଷମାଦାୟିନୀ, କ୍ଷମାଶୀଳା। ନିଜ ଛୁଆ ଭାବି ମୋର ସବୁ ଦୋଷକୁ ତୁ କ୍ଷମି ଅଛୁ, ମୋତେ କ୍ଷମା ଦେଇଛୁ। କାହିଁକି? ତୁ ସର୍ବସହଣୀ ମାଟି ଲୋ, ମାଟି ମା ଲୋ, ତୁ ସର୍ବସହଣୀ, ସବୁ ସହିଯାଉ, କାହା ମନରେ ଦୁଃଖ ଦଉନା। ସମସ୍ତ ପ୍ରାଣୀ ତୋ ଉପରେ ନାଚି କୁଦି ଆନନ୍ଦ କରନ୍ତୁ, ଏଇଟା ହିଁ ତୋ ଇଚ୍ଛା, ନାଇଁ ନା? ପିଲେ ବୁଝିଲ? ଆସ ତାର ବ୍ୟାକରଣ ଦେଖିବା କ'ଣ ଅଛି। ଆଗରୁ ସରିଯାଇ ତଥାପି ବ୍ୟାସ ବାକ୍ୟ ଦେଖିବା କ'ଣ ଅଛି। ନିଜ ଛୁଆ, ନିଜର ଛୁଆର ଷଷ୍ଠୀ ତତ୍ପୁରୁଷ। କ୍ଷମି ଅଛୁର ଅର୍ଥ କ'ଣ? କ୍ଷମା କରିଅଛୁ। ମା କାହାର ଦୋଷକୁ କ୍ଷମା କରିଥାଏ? ନିଜ ଛୁଆର। ମା କାହାର ଦୋଷକୁ କ୍ଷମା କରିଥାଏ? ନିଜ ଛୁଆର। ସଂକ୍ଷିପ୍ତ ପ୍ରଶ୍ନ। ଜନ୍ମଭୂମିକୁ ଆଘାତ କିଏ କିଏ ଦିଅନ୍ତି? ସମସ୍ତ ପ୍ରାଣୀ। ସମସ୍ତ ପ୍ରାଣୀ ଜନ୍ମଭୂମିକୁ ଆଘାତ ଦିଅନ୍ତି। କବି କାହାକୁ କେବେ ଆଘାତ ଦେଇଛନ୍ତି? କବି ମାଟି ମାଆକୁ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଆଘାତ ଦେଇ ଆସିଛନ୍ତି ବୋଲି ସ୍ୱୀକାର କରିଛନ୍ତି। କିଏ କ୍ଷମାଶୀଳା? ମାଟି ମା। ମାଟି ମା ସହ କିଏ ତୁଳନୀୟା? ଆମ ମା, ଜନ୍ମଦାୟିନୀ, ଗର୍ଭଧାରିଣୀ। ବିପରୀତ କ'ଣ ହବ କହିଲ? ଜନମ, ବିପରୀତ ଜନମ, ମରଣ। ନିଜ, ପର, ଦୋଷ, ଗୁଣ। କ୍ଷମି ଅଛୁ, ଦଣ୍ଡୀ ଅଛୁ। ବିପରୀତ ମନେ ରଖ। ବିପରୀତ ଶବ୍ଦ ଲୋକ ପରୀକ୍ଷା ପଡ଼ିଯାଇପାରେ। ଜନମ, ମରଣ, ନିଜ, ପର, ଦୋଷ, ଗୁଣ। କ୍ଷମି ଅଛୁ, ଦଣ୍ଡୀ ଅଛୁ। ବୁଝିଲେ? ଏଇଟା ଆଉ ଗୋଟେ ବୁଝିବା। ଯେତେ ରାଗ ଦୋଷ କରେ ତୋର ପାଖେ, ମା ପରି ଯାଉ ଭୁଲି। କେତେ ତପ କରି ଏଇ ଜନମରେ ଆସିଛି ତୋ ଦେଶେ ବୁଲି। ମୋ ସର୍ବସହଣୀ ମାଟି, ସବୁରି ଉପରେ ସ୍ନେହ ତୋର ସମାନେ ଦେଇଛୁ ବାଣ୍ଟି। ପ୍ରତିଟି ମା ପାଖରେ ତାର ପ୍ରତିଟି ସନ୍ତାନ ଭୁଲ କରନ୍ତି। ମୀନ ସିନା ଜାଣେ ଗହିରି ଗଭୀର, ଜଳ ଜାଣେ ଗଣ୍ଡସ୍ଥଳ। ମାତା ଏକା ବୁଝେ ପୁତ୍ରର ବେଦନା, ହୃଦ ପଡ଼େ ନିରନ୍ତର। ନାରୀ କବି ହେଲା, ଏହା ମଧ୍ୟ ସ୍ୱୀକାର କରିଛନ୍ତି ମାର ହୃଦୟ ପଡ଼େ ଯଦି ପିଲାକୁ ଦୁଃଖ ଆସେ। ତେଣୁ ମାଆକୁ ମଧ୍ୟ ସର୍ବଂସା କୁହାଯାଏ, କ୍ଷମା କୁହାଯାଏ। କ'ଣ ଲେଖା ହେଲା ଏଠି ନା ଯେତେ ରାଗ ମୁଁ କରିଛି, ତୋ ଉପରେ ରାଗିଛି, ଅଭିମାନ କରିଛି, ଯେତେ ଦୋଷ ମୁଁ କରିଛି, ଯେତେ ରାଗ ଦୋଷ କରେ ତୋର ପାଖେ, ତୁ ମୋ ମା ପରି ତାକୁ ଭୁଲି ଯାଉ। ଛୁଆଟା, ପିଲାମାନେ ତ ଭୁଲ କରନ୍ତି ଆଉ କ'ଣ, ସେ ମନକୁ ନିଏନି। କିଏ? ମୋ ମା। ତୁ ବି ସେମିତି ମନକୁ ନଉନା। ମୋ ମା ପରି
मोर समस्त राग अभिमान दोष अपवाद को तू भूली जाऊ आउ कौन ना मते आदर नौ तो कोଳରେ ସ୍ଥାନ ଦଉ କେବେ ବି ଦଣ୍ଡ ଦଉନା। ये शास्त्र कही ये दुनिया कही भारत धर्मभूमि पवित्र भूमि तपभूमि जी तपस्या करिथाए पुण्य करिथाए तार एठी जन्म हुए एठी मृत्यु हुए। तेणु मु भावुची मु पूर्व जन्म अनेक तपस्या करी अनेक पुण्य करी अनेक तप करी मोर पुण्य बल तप बल धर्म बल पाई मु ये भारत भूमि जन्म नहीं माने तो कोले जन्म नहीं मा केते तप करी यही जन्म आसी तो देशे बुली ये देश ना भारत वर्ष को देश ना सांगरे वर्ष लगे खाली दीटा तीन टा अक्षर कह जाए जापान चीन अमेरिका इत्यादि किंतु ये भारत वर्ष पुण्य पाई केवल सर्व समक्षरे समस्ते स्वीकार करिसेंती तपभूमि। तेणु मालो मु भावुची मु को जन्म किछि भल काम करिछि जा फल ईश्वर दया करी तो गर्भरे मते स्थान देइछंती मु एठी आसीछि ए जन्म एठी बुलुची यदि मोर पुण्य थो पुणी एठी जन्म हेबी यदि पुण्य थो पुणी आपुरी पड़ी जीवी ईश्वर इच्छा संसार चले ना ईश्वर इच्छामय है तुम देखिथिव जदि बेंग कहे बेंगुलिल माने श्रीराम जो बिगिनिंग होती आरंभटा तापर 13 नंबर भिडियो बेंग कहे बेंगुलिल से ईश्वर इच्छामय बोली जुक्ति कराई आ प्रमाणित होती जे ईश्वर इच्छामय। तेणु तांकर इच्छारे मु एठिकी बुली आसी माँ मातृभूमि तू दया करी तो कोले मते स्थान देइछु कारण तू सरब सहणी माटी सबू सही जाऊ तोर स्नेह मोटा पाई जा छोटा पाई जा ज्ञानी पाई जा अज्ञान पाई जा दोषी पाई जा निर्दोष पाई था कारण तू माँ बुझा पड़ा विषय बुझीगला। देखा ए कौन अच्छी विश्वभाषा कौन देखा अच्छे अच्छा समास राग दोष राग ओ दोष द्वंद्व समास राग दोष राग ओ दोष द्वंद्व समास तो देश तोर देश षष्ठी तत्पुरुष प्रश्न माँ संतानर कौन सब भूली जाए समस्त राग ओ दोष माँ संतान कौन भूली जाए समस्त राग ओ दोष। विपरीत कौन हम देख दोष निर्दोष दोष निर्दोष पाखे दूरे भूलिबा मने रखिबा। प्रश्न तपस्या किए करिछंती कवि कवि को तपस्या रे की फल मिली भारत भरी पवित्र भूमि समान मातृभूमि मिली भारत परी पवित्र भूमि समान मातृभूमि मिली कवि की ये पदरे कवि क्यों अकुआ कथा कहिछंती इह पूर्व पर माने इह आउ पर ये जन्म कथा पर जन्म कथा अकुआ कथा माने कविता ता कुआ जाइनी मु ये जन्म में बोली आसी पूर्व जन्म कौट थी से कहुनी परे कौटी हम मु कहुनी मोर पूर्व पुण्य थिला बोली मु एठी जन्म होईची एठी बुली आसी एठी भ्रमण करुची एठी दोष करुची त्रुटि करुची बुझा पड़ा। बेस हमें सीरियली आज कईटा बुझले 3-4टा बुझले अच्छा अमाप धरिजु दिए टिके माँ मते निदा हेउ मोर छाती निज दुख सही जगत पाई लगी पड़े दिन राति अमाप धरिजु दे टिके मते
ନିଦା ହେଉ ମୋର ଛାତି ନିଜ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ଯେଉଁ ପ୍ରଥମ ଲାଇନ୍ ଲେଖା ହେଇନି ସରବ ସହଣୀ ମାଟି, ସହେ କିଏ? ଯିଏ ଧୈର୍ଯ୍ୟବାନ। ଯିଏ ଧୈର୍ଯ୍ୟବାନ ନୁହେଁ ଅଧୈର୍ଯ୍ୟ ସେ କ୍ଷଣକୁ ବିରାଗୀ। ସବୁ ଭୁଲ ସିଏ କରେ। ଯିଏ ଧୈର୍ଯ୍ୟବାନ ସେ ଆଦୌ ଭୁଲ କରେନି। ତେଣୁ କବି ଅନୁରୋଧ କଲେ, କ'ଣ କହିଲେ ନା ଅମାପ ଧରିଛୁ, ତୋର ଧୈର୍ଯ୍ୟ ଅମାପ, ତୁ ଏତେ ସହିପାରୁଛୁ, ତୋ ଧୈର୍ଯ୍ୟ ଅମାପ ଅନନ୍ତ, ତୋ ଅମାପ ଧୈର୍ଯ୍ୟରୁ ମୋତେ ଟିକେ ଦେ। ଅଳି କରୁଛନ୍ତି, ମାଗୁଛନ୍ତି। ପ୍ରତି ମା ପାଖରେ ପିଲା ମାଗନ୍ତି, ଅଝଟ କରନ୍ତି, ଅଳି କରନ୍ତି। ତେଣୁ ମା ଲୋ ମାଟି ମା ମୋତେ ଟିକେ ଦେ। କ'ଣ ମାଗୁଥିଲି ପୁଅ? ତ ଅମାପ ଧୈର୍ଯ୍ୟରୁ ମୋତେ ଟିକେ ଦେ। ତୋ ଧୈର୍ଯ୍ୟ ଅମାପ, ମାପି ହେବନି। ତୁ ସର୍ବଂସହା, ତୁ କ୍ଷମା। ତୋ ଧୈର୍ଯ୍ୟରୁ ମୋତେ ଟିକେ ଦେ। ମୋ ଧୈର୍ଯ୍ୟ ନାହିଁ, ମୁଁ ଭାଙ୍ଗି ପଡ଼ୁଛି ଦୁଃଖରେ। ଆଉ ଯଦି ତୋ ଭଳି ମୁଁ ଧୈର୍ଯ୍ୟବତୀ ହେବି ନା, କବି କହିଲେ ଯେ ତୋ ଭଳି ମୁଁ ଧୈର୍ଯ୍ୟବତୀ ହେବି ତାହେଲେ ମୁଁ ସବୁ ଦୁଃଖକୁ ସହିଯିବି, ଦୁଃଖରେ ଭାଙ୍ଗିବିନି। ନିଜ ଦୁଃଖ ସହି, ମୋ ଦୁଃଖ ଅଛି ମୁଁ କାହାକୁ କହିବିନି, ମୁଁ ଦୁଃଖିନି ବୋଲି କାହାକୁ କହିବିନି। କେହି ମୋ ମୁହଁରେ ଟିକେ ଦେଖିପାରିବନି ଯେ ମନରେ ଦୁଃଖ ଅଛି। ମୁଁ ମୋର ସମସ୍ତ ଦୁଃଖକୁ ପାଣି ଭଳି ପିଇଯିବି। ସବୁ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ମୁଁ ଯେପର୍ଯ୍ୟନ୍ତ ନ ଶୋଇଥିବି ସେ ପର୍ଯ୍ୟନ୍ତ ମୁଁ ଜଗତ ପାଇଁ ଖଟିବି। ହେଲା, ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ। ହେଲା, ତେଣୁ ଗୋପବନ୍ଧୁ ବାରମ୍ବାର କହିଥିଲେ, ଆମେ ଜନ୍ମ ହେଲା ବେଳେ କାନ୍ଦି କାନ୍ଦି ଆସିଛେ, କ୍ୱାଁ କ୍ୱାଁ କ୍ୱାଁ। ଜଗତ ହସିଛି, ଖୁସି ହେଇଛି, ଆରେ ବାବୁଙ୍କର ପୁଅଟିଏ ହେଇଛି, ନାତିଟିଏ ହେଇଛି। ସେମିତି ଆମେ ଏମିତି କାମ କରି ମରିବା ଯେମିତି ଆମେ ହସି ହସି ମରିବା, ଜଗତ କାନ୍ଦିବ। ଆହା ଈଶ୍ୱର କ'ଣ କଲ, ତାକୁ ନେଇଗଲ, ସେ ତ ଆମ ଜୀବନ। ବୁଝାଲା? ଯେମିତି ଗାନ୍ଧୀ ଯେଉଁନ ଚାଲିଗଲେ ନେହେରୁ କ'ଣ କହିଥିଲେ, ଦ ଲାଇଟ୍ ହାଜ୍ ଗନ୍ ଆଉଟ୍। ଆଲୁଅ ଲିଭିଗଲା, ଆମର ଆଉ କେହି ପଥ ପ୍ରଦର୍ଶକ ନାହାନ୍ତି। ଦ ଲାଇଟ୍ ହାଜ୍ ଗନ୍ ଆଉଟ୍ ନେହେରୁଜୀ କହିଥିଲେ, ଗାନ୍ଧୀଜୀ ଯେବେ ଚାଲି ଯାଇଥିଲେ। କାରଣ ସେ ଥିଲେ କର୍ମୀ, କହୁଥିଲେ କର୍ମ କର। ସେମିତି କବି ଏଠି କହୁଛନ୍ତି, ମାଟି ମା ତୁ ଟିକେ ଧୈର୍ଯ୍ୟବତୀ କରା, ମୋତେ ଟିକେ ଧୈର୍ଯ୍ୟବତୀ କରିଦେ। ମୁଁ ମୋ ନିଜ ଦୁଃଖକୁ ପାଣି ଭଳି ପିଇଯିବି। ମୋ ଦୁଃଖ କେହି ଜାଣିପାରିବେନି, କିନ୍ତୁ ସେ ସବୁ ଦୁଃଖକୁ ସହି ଜଗତ ପାଇଁ ଦିନ ରାତି ମୁଁ କାମ କରିବି। ଜଗତର ଜନତାର ସେବା କରିବି। ସମସ୍ତଙ୍କ ଆଖିରୁ ଲୁହ ପୋଛିବି, ସବୁରି ଓଠରେ ହସ ଫୁଟେଇବି। ସମସ୍ତଙ୍କ ବୋଝକୁ ମୋ ବୋଝ ଭାବି ମୋ ମଥାକୁ ନେଇ ଆସିବି। ମୁଁ ଏମିତି କାମ କରିବି ଯେମିତିକି ମୋର ଅନୁପସ୍ଥିତିରେ ସମସ୍ତେ ମୋତେ ଝୁରିବେ। ସେଥିପାଇଁ ଦରକାର ତୋର ସାହାଯ୍ୟ ଆଉ ସହଯୋଗ। ତୁ ମୋତେ ଟିକେ ତୋ ଧୈର୍ଯ୍ୟରୁ ଦେ। ହେଲା, ବୁଝା ପଡ଼ିଲା? ଏଥିରେ କ'ଣ ଅଛି ଦେଖିବା ସମାସ। ଅମାପ, ଯାହା ମାପି ହୁଏ ନାହିଁ। ଅମାପ, ଯାହା ମାପି ହୁଏ ନାହିଁ। ନିଷେଧାର୍ଥକ ବହୁବ୍ରୀ। ନିଜ ଦୁଃଖ, ନିଜର ଦୁଃଖ ଷଷ୍ଠୀ ତତ୍ପୁରୁଷ। ନିଜ ଦୁଃଖ ସହି, ନିଜ ଦୁଃଖକୁ ସହି ଦ୍ୱିତୀୟ ତତ୍ପୁରୁଷ। ଦିନ ରାତି, ଦିନ ଓ ରାତି ଦ୍ୱନ୍ଦ୍ୱ। ଗଦ୍ୟ ରୂପ କ'ଣ ହେବ? ଧରିଛୁ। ଗଦ୍ୟ ରୂପ କ'ଣ ହେବ ନା ଧୈର୍ଯ୍ୟରୁ। ଧରିଛୁ, ଧୈର୍ଯ୍ୟରୁ। ଆଉ ଦେ ବୋଲେ ଦେ। ଗଦ୍ୟ ରୂପ ହେଲା ଦେ, ଗଦ୍ୟ ରୂପ ହେଲା ଦେ। ଆଚ୍ଛା, ପ୍ରଶ୍ନ ଆସିଲା, ମନେ ରଖ। ବଙ୍ଗଳା ଶ୍ରୀ ରାଗ ଛନ୍ଦରେ ଏହା ଲିଖିତ ସୂତ୍ର କ'ଣ ନା ବଙ୍ଗଳା ଶ୍ରୀର ପାଦ ଯୋଡ଼ିଏ, ପ୍ରତି ପାଦେ ବର୍ଣ୍ଣ ଅଛି 20। ବାରମ୍ବାର ମୁଁ କହୁଛି, ମନେ ରଖ, ପରୀକ୍ଷାରେ ପଡ଼ିବ। ବଙ୍ଗଳା ଶ୍ରୀର ପାଦ ଯୋଡ଼ିଏ, ପ୍ରତି ପାଦେ ଅଛି ବର୍ଣ୍ଣ 20। ପ୍ରଶ୍ନ, କବି ମାଟି ମାକୁ କ'ଣ ମାଗିଛନ୍ତି? ଉତ୍ତର, ତା ଅମାପ ଧୈର୍ଯ୍ୟରୁ ଟିକେ। କବି ମାଟି ମାକୁ କ'ଣ ମାଗିଛନ୍ତି? ତା ଅମାପ ଧୈର୍ଯ୍ୟରୁ ଟିକେ। କବି ମାଟି ମାକୁ ଧୈର୍ଯ୍ୟ ମାଗିଛନ୍ତି କାହିଁକି? କବି ମାଟି ମାକୁ ଧୈର୍ଯ୍ୟ ମାଗିଛନ୍ତି କାହିଁକି
ନିଜ ଦୁଃଖ ସହିବା ପାଇଁ, ନିଜ ଦୁଃଖ ସହିବା ପାଇଁ। କବି ଧୈର୍ଯ୍ୟବତୀ ହେଲେ ସଂସାରରେ କ'ଣ କରିବେ? ଜଗତ ପାଇଁ ଦିନରାତି ସେବା କରିବେ। ଜଗତ ପାଇଁ ଦିନରାତି ସେବା କରିବେ କବି ଯଦି ଧୈର୍ଯ୍ୟବତୀ ହୁଅନ୍ତି। କାହାର ଛାତି ନିଦା? ଧୈର୍ଯ୍ୟବାନର, ସ୍ତ୍ରୀଲିଙ୍ଗରେ ଧୈର୍ଯ୍ୟବତୀର। ଯେ ଧୈର୍ଯ୍ୟବାନ ବା ଧୈର୍ଯ୍ୟବତୀ ତା ଛାତି ନିଦା। ବୁଝା ପଇଲା? ବିପରୀତ କ'ଣ ହବ? ଦିନ ରାତି, ନିଦା ଫମ୍ପା, ଟିକେ ବହୁତ, ଦୁଃଖ ସୁଖ, ସ୍ୱାର୍ଥ ନିଃସ୍ୱାର୍ଥ। ବିପରୀତ ଆଉଥରେ କହିଦେଉଛି, ଦିନ ରାତି, ନିଦା ଫମ୍ପା, ଟିକେ ବହୁତ, ଦୁଃଖ ସୁଖ, ସ୍ୱାର୍ଥ ନିଃସ୍ୱାର୍ଥ। ମନେ ହେଲା? ଆଉ ଗୋଟେ ଲାଇନ୍ ପଢ଼ିବା। ଦେହ ସିନା ତୋର ପାହାଡ଼ ପଥର, କଅଁଳ ପତର ପ୍ରାଣ, ଦୁଃଖ ଦଡ଼ମଡ଼ି ସହିବାକୁ ମତେ, କରିଦେ ତୋ ପରି ଟାଣ। ସରବ ସହଣୀ ମାଟି, ସବୁରି ଉପରେ ସ୍ନେହ ତୋହର, ସମାନ ଦେଇଛୁ ବାଣ୍ଟି। ଆସ ବୁଝିବା। ଦେହ ସିନା ତୋର ପାହାଡ଼ ପଥର। ଏଇ ଯେଉଁ ମାଟିକି ଆମେ ଦେଖୁଛେ ପିଲେ, ମାଟିର ରଙ୍ଗ ଭିନ୍ନ ଭିନ୍ନ। ତୁମେ ଭୂଗୋଳ ନିଶ୍ଚୟ ପଢ଼ିଛ, ତୁମକୁ ଭୂଗୋଳ ସାର ନିଶ୍ଚୟ କହିଛନ୍ତି ଏ ମାଟିର ସୃଷ୍ଟି ପଥରରୁ। ପଥର ରଙ୍ଗ ଯେମିତି ମାଟି ରଙ୍ଗ ସେମିତି ହେଇଛି। ପାହାଡ଼ ପର୍ବତରୁ ଗଡ଼ି ଆସୁଥିବା ପଥର ବାଡ଼େଇ ହେଇଁ ହେଇଁ ଆଡ଼େଇ ହେଇକି ଲାଷ୍ଟକୁ ବାଲି ହେଇଯାଏ। ହେଲା? ବାଲିକୁ ପୂର୍ବ ଅବସ୍ଥା ବାଲି ଗରଡ଼ା, ତାପରେ ଖଣ୍ଡ ପଥର, ବଡ଼ ପଥର, ପାହାଡ଼। ଅର୍ଥାତ୍ ପୃଥିବୀର ସର୍ବତ୍ର, ଦେଶର ସର୍ବତ୍ର ଯଦି ଆମେ ଅନୁସନ୍ଧାନ କରିବା ତାହେଲେ ଆମେ ଖାଲି ପାଇବା ଗୋଡ଼ି, ବାଲିଗରଡ଼ା, ପଥର, ପାହାଡ଼। ଅର୍ଥାତ୍ ପୃଥିବୀଟା କ'ଣ କଠିନ। ସେ ସବୁ ମାଟି ଯାହା ଦେଖୁଛେ ସବୁ ପଥରରୁ ସୃଷ୍ଟି ହେଇଛି। ତେଣୁ ଦେହ ସିନା ତୋର, ଦେହ ସିନା ତୋର ପାହାଡ଼ ପଥର। ଏଟା ବୁଝିଗଲା ନା? ଏଇ ମାଟି ତାର ସୃଷ୍ଟି ପଥରରୁ, ସେ ପଥରର ସୃଷ୍ଟି ପାହାଡ଼ରୁ। ଆମେ ଯଦି ପୁଙ୍ଖାନୁପୁଙ୍ଖ ତୀକ୍ଷ୍ଣ ଭାବରେ ଅନୁସନ୍ଧାନ କରିବା, ମାଟିର ଶରୀର ପାହାଡ଼ ପଥରରେ ତିଆରି ହେଇଛି। ଅର୍ଥାତ୍ କଠିନ। କଠିନ ବୋଲି ଆମେ ତା ଉପରେ କେତେ ଖୋଳୁଛେ, କେତେ ହାଣୁଛେ, କେତେ ପିଟୁଛେ। ସେ ନିଦା ଅଛି। ଯଦି ତରଳ ହେଇଥାନ୍ତା ଭାଙ୍ଗି ଯାଆନ୍ତା, ଆମେ ଗଳି ପଡ଼ନ୍ତି ଭିତରକୁ। ତେଣୁ ସେ କଠିନ ନିଦା କେବଳ ପାହାଡ଼ ପଥରରୁ ତାର ସୃଷ୍ଟି ବୋଲି। ତେଣୁ କବି ତା ଭଳି ହେବା ପାଇଁ ତା ପାଖରେ ମିନତି କରିଛନ୍ତି। ପୁଣି କହିଛନ୍ତି କ'ଣ? ତୋ ଦେହ ସିନା ଏମିତି, ମନ ଏମିତି ନୁହଁ। ତୁ କଠିନ ଦେଖାଯାଉ ସିନା, ତୋ ହୃଦୟ ନରମ କେମିତି ନା କଅଁଳ ପତର ଭଳି ଭାରି କୋମଳ। ତୁ ସବୁ ବୁଝିପାରୁ, ଜାଣିପାରୁ, ସହିଯାଉ। ତୋ ମନ ହେଲା କଅଁଳ ପତର ଭଳି, ଦେହ ହେଲା ପାହାଡ଼ ପଥର ଭଳି। ମନେ ହେଲା କଥା? ଆଉ କ'ଣ? ଦୁଃଖ ଦଡ଼ମଡ଼ି ସହିବାକୁ ମତେ, କରିଦିଏ ତୋ ପରି ଟାଣ। ତୁ ଯେମିତି ଟାଣ ହେଇଛୁ, ସବୁ ଦୁଃଖକୁ ସହି ଯାଉଛୁ, ସର୍ବଂ ସ୍ୱାହା ନାମରେ ନାମିତା ହୋଇଛୁ, ସେମିତି ମତେ କଠିନ କରିଦେ, ଟାଣ କରିଦେ, ସୁଦୃଢ଼ କରିଦେ। ମୁଁ ଯେମିତି ସବୁ ଦୁଃଖ, ସବୁ ଦଡ଼ମଡ଼ିକୁ ସହିଯାଏ। ଦୁଃଖ ଦଡ଼ମଡ଼ି ସହିବାକୁ ମତେ, କରିଦେ ତୋ ପରି ଟାଣ, ତୋ ପରି କଠିନ କରିଦିଏ। ମୁଁ ସବୁ ଦୁଃଖ ଜଞ୍ଜାଳ, ଦୁଃଖ ଦଡ଼ମଡ଼ି ବୋଲେ ଜଞ୍ଜାଳ, ହେଲା, ଝଞ୍ଜା, ଝଡ଼ ଝଞ୍ଜାକୁ ମୁଁ ସହିଯାଏ। ମୋତେ ସେଭଳି କରିଦେ ଯେ ଦୁନିଆ ଜାଣୁ ମା ଯେମିତି, ଝିଅ ସେମିତି, ମାତୃଗୁଣେ ଦୁହିତା। ଯଦି ମୁଁ ସବୁ ନ ସହିବି ତାହେଲେ ସଂସାର ନୌକାରେ କେମିତି ଗତି କରିବି? ଭାସିଯିବି ନା। ମୋତେ ତୋ ଭଳି ନିଦା କରିଦେ, କଠିନ କରିଦେ ମା, ଏଇ କଲ୍ୟାଣ କର, ମୋତେ ଏଇ ଦାନ କର। ମୁଁ ଯେମିତି ତୋ ଭଳି ନିଦା ହୁଏ, ସବୁ ସହିଯାଏ, ସବୁ ଦୁଃଖକୁ ସହିଯାଏ, ସବୁ ଦଡ଼ମଡ଼ିକୁ ସହିଯାଏ, ଜଞ୍ଜାଳକୁ ସହିଯାଏ, ଝଡ଼ ଝଞ୍ଜାକୁ ସହିଯାଏ। ବୁଝାଗଲା?
ଦିହ ସିନା ତୋର ପାହାଡ଼ ପଥର ଏଟା ବୁଝିଗଲା ଭାବରେ କଳ ପତର ମନ ବୁଝିହେଲା। ତେଣୁ ତୋ ପରି ମୋତେ ନିନ୍ଦା କରିଦେ ବୋଲି କବି କହିଲେ ଦୁଃଖ ଦୋଳମଡ଼ି ସହିବା ପାଇଁ ମୋତେ ତୋ ଭଳି ନିନ୍ଦା କରିଦେ। ମୁଁ କେମିତି ଏ ସାଂସାରିକ ଦୁଃଖକୁ ସାଂସାରିକ ଦୋଳମଡ଼ିକୁ ମାନେ ଜଞ୍ଜାଳ ହେଲା ତାକୁ ସହିଯାଏ। ତୋ ଭଳି ମୋତେ କରିଦେ। ମନଲା ବେଶ ଏଥିରେ ସବୁରି ଉପରେ ତୁ ଯେମିତି ତୋର ସ୍ନେହ ବାଣ୍ଟି ପାରିଛୁ, ମୁଁ ସବୁ ଦୁଃଖ ସହି ସମସ୍ତଙ୍କ ଉପରେ ମୋର ପ୍ରଭାବ ବିସ୍ତାର କରିବି। ସମସ୍ତେ ମୋତେ ଆଦର କରିବେ ଯେ ମୁଁ ସର୍ବଂ ସହା, ସବୁ ଦୁଃଖ ସହିଯାଏ, ମୁଁ କାହାକୁ ପ୍ରତିବାଦ କରେନି, ଆଉ ସମସ୍ତଙ୍କ ସେବା କରିବି। ମୋତେ ସେମିତି ଗଢ଼ିଦେ ମା ବୋଲି ବୁଝିହେଲା। ଏଥିରେ ଆମେ ଦେଖିବା ଗଦ୍ୟ ରୂପ କ'ଣ ନା ଦିହ ଦେହ, ପତର ପତ୍ର, କଠିନ ଶବ୍ଦ ଦଡ଼ମଡ଼ି ବୋଇଲେ ଜଞ୍ଜାଳ, ଦଡ଼ମଡ଼ି ବୋଇଲେ ଜଞ୍ଜାଳ। ସମାସ ପାହାଡ଼ ପଥର, ପାହାଡ଼ ଓ ପଥର ଦ୍ୱନ୍ଦ୍ୱ, ପାହାଡ଼ ପଥର ସମାସ ପାହାଡ଼ ଓ ପଥର ଦ୍ୱନ୍ଦ୍ୱ। କଣ ପତର କଣ ଅଟେ ପତର କର୍ମଧାରୟ। କଣ ପତର ପ୍ରାଣ, କଣ ପତର ପରିପ୍ରାଣ, କଣ ପତର ପ୍ରାଣ, କଣ ପତର ପରିପ୍ରାଣ କର୍ମଧାରୟ। ଦୁଃଖ ଦଡ଼ମଡ଼ି, ଦୁଃଖ ଓ ଦଡ଼ମଡ଼ି ଦ୍ୱନ୍ଦ୍ୱ, ଦୁଃଖ ଦଡ଼ମଡ଼ି, ଦୁଃଖ ଓ ଦଡ଼ମଡ଼ି। ବିପରୀତ କ'ଣ ହେବ? କଅଁଳ କଠିନ, ଟାଣ ନରମ। ପ୍ରଶ୍ନ ମାଟି ମାର ଦେହ କିପରି? ପାହାଡ଼ ପଥର ପରି। ପ୍ରଶ୍ନ ମାଟି ମାର ପ୍ରାଣ କିପରି? କଅଁଳ ପତ୍ର ପରି। ମାଟି ମା ପରି କଠିନ ହେଲେ କବି କ'ଣ କରିବେ? ଦୁଃଖ ଜଞ୍ଜାଳକୁ ସହିଯିବେ, ଦୁଃଖ ଜଞ୍ଜାଳକୁ ସହିଯିବେ। ପିଲେ ଆଜି ଥାଉ ଏତିକି। ପରବର୍ତ୍ତୀ ପିରିୟଡ଼ରେ ଆମେ ପୁଣି ଆଲୋଚନା କରିବା। ମୁଁ ତୋ ପାଇଁ ତୋ ମନ ସୁଖ ପାଇଁ ଆ ଭିତରେ କେତେ ଗୁଡ଼ିଏ ଗପ ପଠାଇଛି। ଯେମିତି ତୋର ବ୍ୟଙ୍ଗ ରାଶିକୁ ମୋ ଚେଙ୍ଗ ରାଶି, ତାକୁ ଟିକେ ଦେଖିବ, ପଢ଼ିବ, ଶୁଣିବ। ତାପରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ସତ ହେଲା ତାକୁ ବି ଦେଖିବ। ଇଏ କିପରିକା ମା, ଏମିତି 3ଟା ଭିଡ଼ିଓ ଗପ ଛାଡ଼ିଛି, ତାକୁ ଦେଖିବ, ଶୁଣିବ। କେତେବେଳେ ଶୁଣିବାକୁ ନା ଯେତେବେଳେ ଆମେ ଖାଇ ବସୁଛେ, କିଛି କାମ ନାହିଁ, ତାକୁ ଆମେ ମୋବାଇଲ ଲଗାଇଦେବା, ଶୁଣିବା, ଖାଇବା। ଦାନ୍ତ ଘଷୁଛେ ଭୋରୁ ଉଠିକିରି, ସେତେବେଳେ କାମ କିଛି ନାହିଁ। ଯେତେବେଳେ ଆମେ ବେଡ଼କୁ ଯାଉଛେ, ନିଦ ଫାଷ୍ଟ ହେବନି, ଆମେ ସେ ୟୁଟ୍ୟୁବରୁ ବାଜ୍ୟ କଥା ନ ଶୁଣିକିରି ଏଗୁଡ଼ା ଶୁଣିଲେ ଆମର ଜ୍ଞାନ ବଢ଼ିବ। ଆଉ ତୁମର ମଙ୍ଗଳ ହେବ। ତୁମର ମଙ୍ଗଳ କାମନା କରି ମୁଁ ରହୁଛି। ମୁଁ କୁଳମଣି ପଣ୍ଡା। ତୁମର ମଙ୍ଗଳ ହେବ। ଜୟ ହେଉ।